ईश्वर तुमे बीश्वर तुमे धनी कर तुमे नीश्वर तुमे
ଶାନ୍ତି 2 ତାରିଖ ଜୁଲାଇ ମାସ 2020 ମସିହା। ଆଜିର ସାକାର ମହାବାକ୍ୟ। ବାବା କହୁଛନ୍ତି, ମିଠେ ବଚ୍ଚେ, ତୁମକୁ ଏବେ ଭବିଷ୍ୟତ 21 ଜନ୍ମ ପାଇଁ ଏହିଠାରେ ହିଁ ପାଠ ପଢ଼ିବାକୁ ହେବ। ଦୁଃଖଦାୟୀ କଣ୍ଟାରୁ ସୁଗନ୍ଧଯୁକ୍ତ ଫୁଲ ହେବାକୁ ପଡ଼ିବ। ଦୈବୀ ଗୁଣ ଧାରଣ କରିବାକୁ ହେବ ଏବଂ କରାଇବାକୁ ହେବ। ଆଜିର ପ୍ରଶ୍ନ ହେଲା, କେଉଁ ସନ୍ତାନମାନଙ୍କ ବୁଦ୍ଧିର ତାଲା କ୍ରମାନ୍ୱୟରେ ଖୋଲିବାରେ ଲାଗିଛି? ଉତ୍ତର, ଯେଉଁମାନେ ଶ୍ରୀମତରେ ଚାଲୁଛନ୍ତି, ପତିତ ପାବନ ବାବାଙ୍କର ସ୍ମୃତିରେ ରହୁଛନ୍ତି, ଶିକ୍ଷାଦାତାଙ୍କ ସହିତ ଯେଉଁମାନଙ୍କର ଯୋଗ ରହିଛି, ସେମାନଙ୍କର ବୁଦ୍ଧିର ତାଲା ଖୋଲି ଖୋଲି ଯାଉଛି। ବାବା କହୁଛନ୍ତି, ପିଲାମାନେ ଅଭ୍ୟାସ କର, ଆମେ ଆତ୍ମା ଆତ୍ମା ଭାଇ ଭାଇ ଅଟୁ। ଆମେ ବାବାଙ୍କ ଠାରୁ ଜ୍ଞାନ ଶୁଣୁଛୁ। ଦେହୀ ଅଭିମାନୀ ହୋଇ ଶୁଣ ଏବଂ ଶୁଣାଅ। ତେବେ ଧୀରେ ଧୀରେ ବୁଦ୍ଧିର ତାଲା ଖୋଲିଯିବ। ଓମ୍ ଶାନ୍ତି। ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି, ତୁମେମାନେ ଯେତେବେଳେ ଏଠାରେ ବସୁଛ, ତେବେ ଏପରି ମଧ୍ୟ ନୁହେଁ ଯେ କେବଳ ଶିବ ବାବାଙ୍କ ସ୍ମୃତିରେ ରହିବ। ତାହା ତ କେବଳ ଶାନ୍ତି ହୋଇଗଲା। ପୁଣି ସୁଖ ମଧ୍ୟ ଦରକାର। ତୁମକୁ ଶାନ୍ତିରେ ମଧ୍ୟ ରହିବାକୁ ହେବ ଏବଂ ସ୍ୱଦର୍ଶନ ଚକ୍ରଧାରୀ ହୋଇ ରାଜତ୍ୱକୁ ମଧ୍ୟ ମନେ ପକାଇବାକୁ ହେବ। ତୁମେମାନେ ଏବେ ନରରୁ ନାରାୟଣ ଅଥବା ମନୁଷ୍ୟରୁ ଦେବତା ହେବା ପାଇଁ ପୁରୁଷାର୍ଥ କରୁଛ। ଏଠାରେ କାହା ପାଖରେ କେତେ ବି ଦୈବୀ ଗୁଣ ଥାଉ, କିନ୍ତୁ ତାଙ୍କୁ ଦେବତା କୁହାଯିବ ନାହିଁ, କାରଣ ଦେବତାମାନେ ସ୍ୱର୍ଗରେ ହିଁ ରହିଥାନ୍ତି। ଏଠାରେ ରହିଥିବା ମନୁଷ୍ୟମାନଙ୍କୁ ସ୍ୱର୍ଗ ବିଷୟରେ କିଛି ବି ଜଣା ନାହିଁ। ତୁମେ ଜାଣିଛ, ନୂଆ ଦୁନିଆକୁ ସ୍ୱର୍ଗ, ପୁରୁଣା ଦୁନିଆକୁ ନର୍କ କୁହାଯାଉଛି। ଏକଥା ମଧ୍ୟ କେବଳ ଭାରତବାସୀ ହିଁ ଜାଣିଛନ୍ତି। ଯେଉଁ ଦେବତାମାନେ ସତ୍ୟ ଯୁଗରେ ରାଜ୍ୟ କରୁଥିଲେ, ସେମାନଙ୍କର ଚିତ୍ର ମଧ୍ୟ ଭାରତରେ ହିଁ ଅଛି। ଏମାନେ ହେଉଛନ୍ତି ଆଦି ସନାତନ ଦେବୀ ଦେବତା ଧର୍ମର। ହୁଏତ ତାଙ୍କର ଚିତ୍ର ପୂଜା ନିମନ୍ତେ ବାହାରକୁ ନେଇଯାଉଛନ୍ତି। ବିଦେଶକୁ ଯେଉଁଠି ଯାଉଛନ୍ତି, ସେଠାରେ ଯାଇ ମନ୍ଦିର ତିଆରି କରୁଛନ୍ତି। ପ୍ରତ୍ୟେକ ଧର୍ମାବଲମ୍ବୀ ଯେଉଁଠି ଯାଇଥାନ୍ତି, ସେଠାରେ ନିଜ ଧର୍ମର ଚିତ୍ରକୁ ଅର୍ଥାତ୍ ପ୍ରତିମାକୁ ହିଁ ପୂଜା କରିଥାନ୍ତି। ଯେଉଁ ଗାଁ ଉପରେ ବିଜୟ ପ୍ରାପ୍ତ କରନ୍ତି, ସେଠାରେ ଯାଇ ଚର୍ଚ୍ଚ ଆଦି ତିଆରି କରିଥାନ୍ତି। ପୂଜା ପାଇଁ ପ୍ରତ୍ୟେକ ଧର୍ମର ନିଜସ୍ୱ ଚିତ୍ର ରହିଛି। ଆଗରୁ ତୁମେମାନେ ମଧ୍ୟ ଜାଣିନଥିଲ ଯେ ଆମେ ହିଁ ଦେବୀ ଦେବତା ଥିଲୁ। ନିଜକୁ ଅଲଗା ଭାବି ସେମାନଙ୍କର ପୂଜା କରୁଥିଲ। ଅନ୍ୟ ଧର୍ମାବଲମ୍ବୀମାନେ ପୂଜା କଲେ ଜାଣିଥାନ୍ତି ଯେ ଆମର ଧର୍ମ ସ୍ଥାପକ ହେଉଛନ୍ତି ଖ୍ରୀଷ୍ଟ। ଆମେ ଖ୍ରୀଷ୍ଟିଆନ ଅଥବା ବୌଦ୍ଧୀ ଅଟୁ। ହିନ୍ଦୁମାନେ ନିଜର ଧର୍ମକୁ ନ ଜାଣିବା କାରଣରୁ ନିଜକୁ ହିନ୍ଦୁ କହିଦେଉଛନ୍ତି ଏବଂ ଦେବତାମାନଙ୍କୁ ପୂଜା କରୁଛନ୍ତି। ଏକଥା ମଧ୍ୟ ବୁଝୁନାହାନ୍ତି ଯେ ଆମେ ହେଉଛୁ ଆଦି ସନାତନ ଦେବୀ ଦେବତା ଧର୍ମର। ଆମେ ନିଜର ପୂର୍ବଜଙ୍କୁ ପୂଜା କରୁଛୁ, କିନ୍ତୁ ଖ୍ରୀଷ୍ଟିଆନମାନେ ଏକମାତ୍ର ଖ୍ରୀଷ୍ଟଙ୍କୁ ହିଁ ପୂଜା କରୁଛନ୍ତି। ଭାରତବାସୀମାନଙ୍କୁ ଏକଥା ଜଣା ନାହିଁ ଯେ
ଆମର ଧର୍ମ କ'ଣ, ତାହା କିଏ ସ୍ଥାପନ କରିଥିଲେ ଏବଂ କେବେ କରିଥିଲେ? ବାବା କହୁଛନ୍ତି, ଏହି ଭାରତର ଆଦି ସନାତନ ଦେବୀ ଦେବତା ଧର୍ମ ଯେତେବେଳେ ପ୍ରାୟ ଲୋପ ହୋଇଯାଏ, ସେତେବେଳେ ପୁନଃ ସ୍ଥାପନା କରିବା ପାଇଁ ମୁଁ ଆସେ। ଏହି ଜ୍ଞାନ ଏବେ ତୁମମାନଙ୍କ ବୁଦ୍ଧିରେ ଅଛି। ପୂର୍ବରୁ ଏ କଥା କିଛି ହେଲେ ଜାଣିନଥିଲ। କିଛି ନ ବୁଝି ଭକ୍ତି ମାର୍ଗରେ ଚିତ୍ର ଅଥବା ମୂର୍ତ୍ତି ତିଆରି କରି ପୂଜା କରୁଥିଲ। ଏବେ ତୁମେ ଜାଣିଛ ଆମେ ଭକ୍ତି ମାର୍ଗରେ ନାହୁଁ। ତୁମେମାନେ ବୁଝିପାରୁଛ ଯେ ବ୍ରାହ୍ମଣ କୁଳଭୂଷଣ ଏବଂ ଶୂଦ୍ର କୁଳଭୂଷଣ ମଧ୍ୟରେ ରାତି ଦିନର ଫରକ ରହିଛି। ସତ୍ୟ ଯୁଗରେ ଏକଥା ବୁଝିପାରିବ ନାହିଁ, କାରଣ ବର୍ତ୍ତମାନ ହିଁ ତୁମମାନଙ୍କୁ ଜ୍ଞାନ ମିଳୁଛି। ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି। ପୁରୁଣା ଏବଂ ନୂଆ ଦୁନିଆ ବିଷୟରେ ତୁମେ ବ୍ରାହ୍ମଣମାନେ ହିଁ ଜାଣିଛ। ପୁରୁଣା ଦୁନିଆରେ ଢେର ମନୁଷ୍ୟ ରହିଛନ୍ତି। ଏଠାରେ ମନୁଷ୍ୟମାନେ ପରସ୍ପର ଭିତରେ କେତେ ଲଢ଼େଇ ଝଗଡ଼ା କରୁଛନ୍ତି। ଏହା ହେଉଛି କଣ୍ଟାର ଜଙ୍ଗଲ। ତୁମେ ଜାଣିଛ ଆମେ ମଧ୍ୟ କଣ୍ଟା ଥିଲୁ। ଏବେ ବାବା ଆମକୁ ଫୁଲ କରୁଛନ୍ତି। କଣ୍ଟାମାନେ ଏହି ସୁଗନ୍ଧଯୁକ୍ତ ଫୁଲକୁ ଅର୍ଥାତ୍ ଦେବତାମାନଙ୍କୁ ନମସ୍କାର କରୁଛନ୍ତି। ଏହି ରହସ୍ୟକୁ ତୁମେ ଏବେ ଜାଣୁଛ। ଆମେ ଦେବତା ଥିଲୁ, ପୁଣି ଆସି ଏବେ ବ୍ରାହ୍ମଣ ହୋଇଛୁ। ବାବା ବୁଝାଉଛନ୍ତି ଏହା ଡ୍ରାମା ଅଟେ। ପୂର୍ବରୁ ଏହି ଡ୍ରାମା ସିନେମା ଆଦି ନଥିଲା। ଏହା ମଧ୍ୟ ଏବେ ତିଆରି ହୋଇଛି। କାହିଁକି ହୋଇଛି? କାହିଁକି ନା ବାବାଙ୍କୁ ଦୃଷ୍ଟାନ୍ତ ଦେବାକୁ ସହଜ ହେବ। ପିଲାମାନେ ମଧ୍ୟ ବୁଝିପାରିବେ। ଏହି ବିଜ୍ଞାନ ମଧ୍ୟ ତୁମକୁ ଶିଖିବାକୁ ହେବ। ବୁଦ୍ଧିରେ ଏହି ସବୁ ବିଜ୍ଞାନର ସଂସ୍କାରକୁ ସାଥିରେ ନେଇଯିବେ, ଯାହା ପୁଣି ସେଠାରେ କାମରେ ଆସିବ। ଦୁନିଆ ତ ସମ୍ପୂର୍ଣ୍ଣ ସମାପ୍ତ ହେବ ନାହିଁ। ସଂସ୍କାର ସାଥିରେ ଯିବ, ପୁଣି ଜନ୍ମ ନେବେ ଏବଂ ବିମାନ ଆଦି ତିଆରି କରିବେ। ଯେଉଁ ଯେଉଁ ଜିନିଷ ସେଠାରେ ଆବଶ୍ୟକ ତାହା ତିଆରି ହେବ। ଷ୍ଟିମର ନିର୍ମାତା ମଧ୍ୟ ରହିବେ, କିନ୍ତୁ ଷ୍ଟିମର ସେଠାରେ କୌଣସି କାମରେ ଆସିବ ନାହିଁ। ସେମାନେ ଜ୍ଞାନ ନିଅନ୍ତୁ ଅଥବା ନ ନିଅନ୍ତୁ, କିନ୍ତୁ ତାଙ୍କର ସଂସ୍କାର ସେଠାରେ କାମରେ ଆସିବ ନାହିଁ। ସେଠାରେ ଷ୍ଟିମର ଆଦି ଦରକାର ନାହିଁ। ଡ୍ରାମାରେ ନାହିଁ। ହଁ, ବିମାନ, ବିଜୁଳି ଆଦିର ଦରକାର ପଡ଼ିବ, ଯାହାର ଉଦ୍ଭାବନ ହୋଇ ଚାଲିଛି। ସେଠାରୁ ପିଲାମାନେ ଶିଖି ଆସୁଛନ୍ତି। ଏସବୁ କଥା ତୁମ ବୁଦ୍ଧିରେ ଅଛି। ତୁମେ ଜାଣିଛ ଆମେ ନୂଆ ଦୁନିଆ ପାଇଁ ପାଠ ପଢ଼ୁଛୁ। ବାବା ଆମକୁ ଭବିଷ୍ୟତ 21 ଜନ୍ମ ପାଇଁ ପାଠ ପଢ଼ାଉଛନ୍ତି। ଆମେ ସ୍ୱର୍ଗବାସୀ ହେବା ପାଇଁ ପବିତ୍ର ହେଉଛୁ। ପୂର୍ବରୁ ନର୍କବାସୀ ଥିଲୁ। ମନୁଷ୍ୟ ମଧ୍ୟ ଏକଥା କହୁଛନ୍ତି ଯେ ଅମୁକ ସ୍ୱର୍ଗବାସୀ ହୋଇଗଲା, କିନ୍ତୁ ଆମେ ନର୍କରେ ଅଛୁ। ଏକଥା ବୁଝୁନାହାନ୍ତି, କାରଣ ବୁଦ୍ଧିର ତାଲା ଖୋଲୁନାହିଁ। ତୁମର ଏବେ କ୍ରମାନ୍ୱୟରେ ଧୀରେ ଧୀରେ ତାଲା ଖୋଲୁଛି। ତାଲା ସେହିମାନଙ୍କର ଖୋଲିବ ଯେଉଁମାନେ ଶ୍ରୀମତରେ ଚାଲିବେ ଏବଂ ପତିତ ପାବନ ବାବାଙ୍କୁ ସ୍ମରଣ କରିବେ। ବାବା ଜ୍ଞାନ ଦେଉଛନ୍ତି ଏବଂ ଯୋଗ ମଧ୍ୟ ଶିଖାଉଛନ୍ତି। ସେ ଟିଚର ଅଟନ୍ତି ନା? ତେବେ ଟିଚର ନିଶ୍ଚୟ ପାଠ ପଢ଼ାଇବେ। ଶିକ୍ଷକ ଏବଂ ପାଠପଢ଼ା ସହିତ ଯେତେ ଯୋଗ ରହିଥିବ, ସେତେ ଉଚ୍ଚ ପଦ ପାଇବ।
ହଦର ପାଠପଢ଼ାରେ ତ ଯୋଗ ରହିଥାଏ ନା। ଜାଣିଥାନ୍ତି ଯେ ବାରିଷ୍ଟର ପାଠ ପଢ଼ାଉଛନ୍ତି, ତେବେ ଏଠାରେ ବାବା ପାଠ ପଢ଼ାଉଛନ୍ତି ଏକଥା ମଧ୍ୟ ଭୁଲି ଯାଉଛନ୍ତି। କାହିଁକି ନା ଏହା ନୂଆ କଥା ନା। ଦେହକୁ ମନେ ପକାଇବା ତ ବହୁତ ସହଜ। ଘଡ଼ି ଘଡ଼ି ଦେହ ମନେ ପଡ଼ିଥାଏ। ମୁଁ ଆତ୍ମା ଏକଥା ଭୁଲି ଯାଆନ୍ତି। ଆମ ଆତ୍ମାମାନଙ୍କୁ ବାବା ବୁଝାଉଛନ୍ତି ଆମେ ଆତ୍ମା ଭାଇ ଭାଇ। ବାବା ଜାଣିଛନ୍ତି ମୁଁ ପରମାତ୍ମା ଆତ୍ମାମାନଙ୍କୁ ଶିକ୍ଷା ଦେଉଛି ଯେ ନିଜକୁ ଆତ୍ମା ନିଶ୍ଚୟ କର ଏବଂ ଆତ୍ମାମାନଙ୍କୁ ବସି ଶିଖାଅ। ଏହି କଥା ଆତ୍ମା କାନ ଦ୍ୱାରା ଶୁଣୁଛି। ପରମ ପିତା ପରମାତ୍ମା ଶୁଣାଉଛନ୍ତି। ତାଙ୍କୁ ସୁପ୍ରିମ ଆତ୍ମା କୁହାଯାଉଛି। ତୁମେମାନେ ଯେତେବେଳେ କାହାକୁ ବୁଝାଉଛ ସେତେବେଳେ ଏକଥା ବୁଦ୍ଧିରେ ଆସିବା ଦରକାର ଯେ ଆତ୍ମାରେ ଜ୍ଞାନ ଅଛି। ମୁଁ ଆତ୍ମାକୁ ଶୁଣାଉଛି। ବାବାଙ୍କ ଠାରୁ ଯାହା ଶୁଣିଛି ତାହା ଆତ୍ମାମାନଙ୍କୁ ଶୁଣାଉଛି। ଏହା ବିଲକୁଲ ନୂଆ କଥା। ତୁମେମାନେ ଅନ୍ୟମାନଙ୍କୁ ପଢ଼ାଇବା ସମୟରେ ଦେହୀ ଅଭିମାନୀ ହୋଇ ପଢ଼ାଉନାହଁ। ତେଣୁ ଭୁଲି ଯାଉଛ ତୁମମାନଙ୍କର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିଛି ନା। ତେଣୁ ଏକଥା ବୁଦ୍ଧିରେ ରହିବା ଉଚିତ। ମୁଁ ଆତ୍ମା ଅବିନାଶୀ ଅଟେ। ମୁଁ ଆତ୍ମା ଏହି କର୍ମେନ୍ଦ୍ରିୟ ଦ୍ୱାରା ପାଠ କରୁଛି। ତୁମେ ଆତ୍ମା ଶୂଦ୍ର କୂଳରେ ଥିଲ, ଏବେ ବ୍ରାହ୍ମଣ କୂଳରେ ଅଛ। ପରେ ପୁଣି ଦେବତା କୂଳକୁ ଯିବ। ସେଠାରେ ଶରୀର ମଧ୍ୟ ପବିତ୍ର ମିଳିବ। ଆମେ ଆତ୍ମା ଭାଇ ଭାଇ। ବାବା ସନ୍ତାନମାନଙ୍କୁ ପାଠ ପଢ଼ାଉଛନ୍ତି। ତେବେ ପିଲାମାନେ ମଧ୍ୟ କହିବେ ଯେ ଆମେ ଆତ୍ମା ଭାଇ ଭାଇକୁ ପାଠ ପଢ଼ାଉଛୁ, ଆତ୍ମାକୁ ହିଁ ବୁଝାଉଛୁ। ଆତ୍ମା ଶରୀର ଦ୍ୱାରା ଶୁଣୁଛି। ଏହା ବହୁତ ସୂକ୍ଷ୍ମ କଥା। ତେଣୁ ସ୍ମୃତିରେ ରହୁନାହିଁ। ଅଧା କଳ୍ପ ହେବ ତୁମେମାନେ ଦେହ ଅଭିମାନରେ ରହିଆସିଛ। ବର୍ତ୍ତମାନ ତୁମକୁ ଦେହୀ ଅଭିମାନୀ ହୋଇ ରହିବାକୁ ହେବ। ନିଜକୁ ଆତ୍ମା ନିଶ୍ଚୟ କରିବାକୁ ହେବ। ତେବେ ନିଜକୁ ଆତ୍ମା ନିଶ୍ଚୟ କରି ବସ। ଆତ୍ମା ନିଶ୍ଚୟ କରି ଶୁଣ। ପରମ ପିତା ପରମାତ୍ମା ହିଁ ଶୁଣାଉଛନ୍ତି। ସେଥିପାଇଁ ତ କହୁଛନ୍ତି ନା, ଆତ୍ମା ପରମାତ୍ମା ଅଲଗା ରହିଲେ ବହୁକାଳ। ସେଠାରେ ମୁଁ ପାଠ ପଢ଼ାଇବି ନାହିଁ। ଏହିଠାରେ ହିଁ ଆସି ପଢ଼ାଉଛି। ଆଉ ସମସ୍ତ ଆତ୍ମାମାନଙ୍କର ନିଜ ନିଜର ଶରୀର ରହିଛି। ଏହି ବାବା ତ ସୁପ୍ରିମ ଆତ୍ମା, ଯାହାଙ୍କର ନିଜର ଶରୀର ନାହିଁ। ତାଙ୍କ ଆତ୍ମାର ନାମ ହିଁ ହେଉଛି ଶିବ। ଜାଣିଛି ଏହି ଶରୀର ମୋର ନୁହେଁ। ମୁଁ ସୁପ୍ରିମ ଆତ୍ମା ଅଟେ। ମୋର ମହିମା ଅଲଗା। ପ୍ରତ୍ୟେକଙ୍କର ନିଜସ୍ୱ ମହିମା ରହିଛି ନା। ଗାୟନ ମଧ୍ୟ ରହିଛି ନା। ପରମ ପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି। ସେ ହେଉଛନ୍ତି ଜ୍ଞାନର ସାଗର, ମନୁଷ୍ୟ ସୃଷ୍ଟିର ବୀଜରୂପ। ସେ ସତ୍ୟ, ଚୈତନ୍ୟ, ଆନନ୍ଦ, ସୁଖ, ଶାନ୍ତିର ସାଗର ଅଟନ୍ତି। ଏହା ହେଉଛି ବାବାଙ୍କର ମହିମା। ପିଲାମାନେ ପିତାଙ୍କ ସମ୍ପତ୍ତି ବିଷୟରେ ଜାଣିଥାନ୍ତି। ଆମ ବାପାଙ୍କ ପାଖରେ ଏହି କାରଖାନା ଅଛି, ମିଲ୍ ଅଛି। ତାଙ୍କ ଭିତରେ ଏହି ନିଶା ବା ଅଭିମାନ ରହିଥାଏ ନା। ପିଲାମାନେ ହିଁ ତାଙ୍କ ସମ୍ପତ୍ତିର ମାଲିକ ହୋଇଥାନ୍ତି। ତେବେ ଏହି ସମ୍ପତ୍ତି ମଧ୍ୟ ଥରେ ମାତ୍ର ମିଳୁଛି। ବାବାଙ୍କ ପାଖରେ କ'ଣ ସମ୍ପତ୍ତି ଅଛି ତାହା ତୁମେମାନେ ଶୁଣିଲ। ତୁମେ ଆତ୍ମା ଅମର ଅଟ, ଯାହାର କେବେ ମୃତ୍ୟୁ ହୋଇନଥାଏ। ତୁମେମାନେ ପ୍ରେମର ସାଗର ମଧ୍ୟ ହେଉଛ।
ଏହି ଲକ୍ଷ୍ମୀ ନାରାୟଣ ହେଲେ ପ୍ରେମର ସାଗର। କେବେ ଲଢ଼େଇ ଝଗଡ଼ା କରନ୍ତି ନାହିଁ। ଏଠାରେ ତ କେତେ ଲଢ଼େଇ ଝଗଡ଼ା କରୁଛନ୍ତି। ପ୍ରେମରେ ତ ଆହୁରି ପ୍ରତାରଣା ହେଉଛି। ବାବା ଆସି ବିକାରକୁ ବନ୍ଦ କରାଉଛନ୍ତି। ତେଣୁ କେତେ ମାଡ଼ ଖାଇବାକୁ ପଡ଼ୁଛି। ବାବା କହୁଛନ୍ତି, ପିଲାମାନେ ପବିତ୍ର ହୁଅ, ତେବେ ପବିତ୍ର ଦୁନିଆର ମାଲିକ ହେବ। କାମ ମହାଶତ୍ରୁ ଅଟେ। ସେଥିପାଇଁ ବାବାଙ୍କ ପାଖକୁ ଆସିଲେ କହନ୍ତି, ଯାହା ବିକର୍ମ କରିଛ ତାହା କହିଦେଲେ ହାଲୁକା ହୋଇଯିବ। ଏଥିରେ ମଧ୍ୟ ମୁଖ୍ୟ କାମ ବିକାରର କଥା ରହିଛି। ବାବା ପିଲାମାନଙ୍କର କଲ୍ୟାଣ ପାଇଁ ପଚାରୁଛନ୍ତି। ବାବାଙ୍କୁ ହିଁ କହୁଛନ୍ତି, ହେ ପତିତ ପାବନ ଆସ, କାହିଁକି ନା ଯିଏ ବିକାରଗ୍ରସ୍ତ ହୁଏ ତାକୁ ହିଁ ପତିତ କୁହାଯାଏ। ଏବେ ଏହି ଦୁନିଆ ପତିତ ଅଟେ। ମନୁଷ୍ୟ ଏବଂ ପାଞ୍ଚ ତତ୍ତ୍ୱ ମଧ୍ୟ ପତିତ ଅଟେ। ସେଠାରେ ତୁମମାନଙ୍କ ପାଇଁ ପାଞ୍ଚ ତତ୍ତ୍ୱ ମଧ୍ୟ ପବିତ୍ର ରହିବା ଆବଶ୍ୟକ। ଏହି ଆସୁରୀ ପୃଥିବୀ ଉପରେ ଦେବତାମାନଙ୍କର ଛାଇ ମଧ୍ୟ ପଡ଼ିପାରିବ ନାହିଁ। ଲକ୍ଷ୍ମୀଙ୍କୁ ଆହ୍ୱାନ କରୁଛନ୍ତି, କିନ୍ତୁ ଲକ୍ଷ୍ମୀ କ'ଣ ଏଠାକୁ ଆସିପାରିବେ କି? ତେଣୁ ଏହି ପାଞ୍ଚ ତତ୍ତ୍ୱ ମଧ୍ୟ ବଦଳିବା ଉଚିତ। ସତ୍ୟଯୁଗ, ନୂଆ ଦୁନିଆ, ଏହା ହେଉଛି ପୁରୁଣା ଦୁନିଆ। ବର୍ତ୍ତମାନ ସମୟ ଏହି ଦୁନିଆର ବିନାଶର ସମୟ। ମନୁଷ୍ୟମାନେ ଭାବୁଛନ୍ତି ଯେ ଏବେ ଏହି ଦୁନିଆ ଆହୁରି 40,000 ବର୍ଷ ଚାଲିବ। ଯେହେତୁ କଳ୍ପର ଆୟୁଷ ହିଁ 5,000 ବର୍ଷ, ତେବେ କେବଳ ଗୋଟିଏ କଳିଯୁଗ 40,000 ବର୍ଷ କିପରି ହୋଇପାରିବ? ମନୁଷ୍ୟମାନେ କେତେ ଅଜ୍ଞାନ ଅନ୍ଧକାରରେ ରହିଛନ୍ତି। ଜ୍ଞାନ କିଛି ବି ନାହିଁ। ଭକ୍ତି ହେଉଛି ବ୍ରାହ୍ମଣମାନଙ୍କର ରାତ୍ରି। ଜ୍ଞାନ ବ୍ରହ୍ମା ଏବଂ ବ୍ରାହ୍ମଣଙ୍କର ଦିନ। ଏହା ଏବେ ପ୍ରାକ୍ଟିକାଲ ହେଉଛି। ଏକଥା ସିଢ଼ି ଚିତ୍ରରେ ବହୁତ ସ୍ପଷ୍ଟ ଭାବରେ ଦେଖାଯାଇଛି। ନୂଆ ଦୁନିଆ ଏବଂ ପୁରୁଣା ଦୁନିଆକୁ ଅଧା ଅଧା କୁହାଯିବ। ଏପରି ନୁହେଁ ଯେ ନୂଆ ଦୁନିଆକୁ ଅଧିକ ଏବଂ ପୁରୁଣା ଦୁନିଆକୁ କମ୍ ସମୟ ଦିଆଯିବ। ନା, ଏହାର ଅବଧି ପୁରା ଅଧା ଅଧା ହେବ। ତେବେ କ୍ୱାର୍ଟର ଅର୍ଥାତ୍ ଚୌଠେ ମଧ୍ୟ କରିପାରିବ। ଅଧା ନହେଲେ ପୁରା କ୍ୱାର୍ଟର ମଧ୍ୟ ହୋଇପାରିବ ନାହିଁ। ସ୍ୱସ୍ତିକାରେ ମଧ୍ୟ 4 ଭାଗ ଦେଖାଇଥାନ୍ତି। ଭାବନ୍ତି, ଆମେ ଗଣେଶ ଅଙ୍କନ କରୁଛୁ। ଏବେ ପିଲାମାନେ ଜାଣିଛନ୍ତି ଏହି ପୁରୁଣା ଦୁନିଆର ବିନାଶ ହେବ। ଆମେ ନୂଆ ଦୁନିଆ ପାଇଁ ପଢ଼ୁଛୁ। ଆମେ ନୂଆ ଦୁନିଆ ପାଇଁ ନରରୁ ନାରାୟଣ ହେଉଛୁ। କୃଷ୍ଣ ମଧ୍ୟ ନୂଆ ଦୁନିଆର ଅଟନ୍ତି। କୃଷ୍ଣଙ୍କର ଗାୟନ ହେଉଛି, ଯେହେତୁ ଛୋଟ ପିଲା, ତେଣୁ ତାଙ୍କୁ ମହାତ୍ମା ମଧ୍ୟ କୁହାଯାଏ। ଛୋଟ ପିଲାମାନେ ବହୁତ ସ୍ନେହୀ ହୋଇଥାନ୍ତି। ବଡ଼ମାନଙ୍କୁ ଏତେ ସ୍ନେହ କରିନଥାନ୍ତି ଯେତେ ଛୋଟମାନଙ୍କୁ କରିଥାନ୍ତି। କାହିଁକି ନା ତାହା ତାଙ୍କର ସତ୍ୱପ୍ରଧାନ ଅବସ୍ଥା। ତେଣୁ ବିକାରର ଦୁର୍ଗନ୍ଧ ନଥାଏ। ବଡ଼ ହେବା ପରେ ବିକାରର ଦୁର୍ଗନ୍ଧ ଆସିଥାଏ। ଛୋଟ ପିଲାମାନଙ୍କର କେବେ ବିକାରୀ ଦୃଷ୍ଟି ହୋଇପାରିବ ନାହିଁ। ତେବେ ଏହି ଆଖି ହିଁ ଧୋକା ଦେଇଥାଏ। ସେଥିପାଇଁ ଦୃଷ୍ଟାନ୍ତ ଦେଇଥାନ୍ତି ଯେ ନିଜ ଆଖିକୁ ବାହାର କରିଦେଲେ। ବାସ୍ତବରେ ଏପରି କୌଣସି କଥା ହିଁ ନାହିଁ। ଏପରି କେହି ଆଖି ବାହାର କରନ୍ତି ନାହିଁ। ବର୍ତ୍ତମାନ ବାବା ଜ୍ଞାନର କଥା ବୁଝାଉଛନ୍ତି। ତୁମକୁ ଏବେ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି। ଆତ୍ମାକୁ ଆଧ୍ୟାତ୍ମିକ ଜ୍ଞାନ ମିଳିଛି।
ଆତ୍ମାରେ ହିଁ ଜ୍ଞାନ ରହିଛି। ବାବା କହୁଛନ୍ତି, ମୋ ପାଖରେ ଜ୍ଞାନ ଅଛି। ଆତ୍ମାକୁ ନିର୍ଲେପ କୁହାଯିବ ନାହିଁ। ଆତ୍ମା ହିଁ ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ଧାରଣ କରିଥାଏ। ଆତ୍ମା ଅବିନାଶୀ ଅଟେ। ଏହା କେତେ ସୂକ୍ଷ୍ମ, କିନ୍ତୁ ତା ଭିତରେ 84 ଜନ୍ମର ପାର୍ଟ ରହିଛି। ଏଭଳି କଥା କେହି କହିପାରିବେ ନାହିଁ। ସେମାନେ ତ ଆତ୍ମା ନିର୍ଲେପ କହିଦେଉଛନ୍ତି। ସେଥିପାଇଁ ବାବା କହୁଛନ୍ତି, ପ୍ରଥମେ ଆତ୍ମ ଅନୁଭୂତି କର। କେହି କେହି ପଚାରୁଛନ୍ତି, ଜୀବଜନ୍ତୁ ଆଦି କୁଆଡ଼େ ଯିବେ? ଆରେ, ଜୀବଜନ୍ତୁଙ୍କ କଥା ଛାଡ଼। ପ୍ରଥମେ ନିଜ ଆତ୍ମାକୁ ରିଏଲାଇଜ୍ କର। ମୁଁ ଆତ୍ମା କିପରି, କ'ଣ? ବାବା କହୁଛନ୍ତି, ନିଜକୁ ଆତ୍ମା ବୋଲି ଜାଣୁନାହିଁ, ତେବେ ପୁଣି କ'ଣ ଜାଣିବ? ଏସବୁ ସୂକ୍ଷ୍ମ କଥା ଏବେ ତୁମମାନଙ୍କ ବୁଦ୍ଧିରେ ଅଛି। ଆତ୍ମାରେ 84 ଜନ୍ମର ପାର୍ଟ ରହିଛି, ଯାହାର ସେ ଅଭିନୟ କରିଚାଲିଛି। କେହି କେହି କହୁଛନ୍ତି, ଡ୍ରାମାରେ ତ ନିର୍ଦ୍ଧାର୍ଯ୍ୟ ରହିଛି, ପୁଣି ଆମେ ପୁରୁଷାର୍ଥ କାହିଁକି କରିବୁ? ଆରେ, ପୁରୁଷାର୍ଥ ବିନା ପାଣି ମଧ୍ୟ ମିଳିପାରିବ ନାହିଁ। ଏପରି ନୁହେଁ, ଡ୍ରାମା ଅନୁସାରେ ସ୍ୱତଃ ହିଁ ସବୁ କିଛି ମିଳିଯିବ। କର୍ମ ତ ନିଶ୍ଚୟ କରିବାକୁ ହେବ। ଭଲ ଅଥବା ମନ୍ଦ କର୍ମ ହୋଇଥାଏ, ଯାହାକୁ ବୁଦ୍ଧି ଦ୍ୱାରା ବୁଝିପାରିବ। ବାବା କହୁଛନ୍ତି, ଏହା ରାବଣ ରାଜ୍ୟ, ତେଣୁ ଏଥିରେ ତୁମର କର୍ମ ବିକର୍ମ ହୋଇଯାଉଛି। ସେଠାରେ ରାବଣ ରାଜ୍ୟ ନାହିଁ, ଯାହା ଦ୍ୱାରା ବିକର୍ମ ହେବ। ମୁଁ ହିଁ ତୁମକୁ କର୍ମ, ଅକର୍ମ, ବିକର୍ମର ଗତିକୁ ବୁଝାଉଛି। ସେଠାରେ ଅର୍ଥାତ୍ ସତ୍ୟ ଯୁଗରେ ତୁମର କର୍ମ ଅକର୍ମ ହେବ। ରାବଣ ରାଜ୍ୟରେ କର୍ମ ବିକର୍ମ ହୋଇଯାଉଛି। ଗୀତା ପାଠୀ ମଧ୍ୟ ଏହି ଅର୍ଥକୁ ବୁଝୁନାହାନ୍ତି। ସେମାନେ ତ କେବଳ ଗୀତା ପଢ଼ି ଶୁଣାଉଛନ୍ତି। ସଂସ୍କୃତରେ ଶ୍ଳୋକ ଶୁଣାଇ ପରେ ହିନ୍ଦୀରେ ଅର୍ଥ କରୁଛନ୍ତି। ବାବା କହୁଛନ୍ତି, ସେହି ଗୀତାରେ ଥିବା କିଛି କିଛି ଶବ୍ଦ ଠିକ୍ ଅଛି। ଭଗବାନୁବାଚ କହୁଛନ୍ତି, କିନ୍ତୁ ଭଗବାନ କାହାକୁ କୁହାଯାଉଛି, ଏକଥା କାହାକୁ ଜଣାନାହିଁ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର। ପ୍ରଥମ ପଏଣ୍ଟ, ବେହଦ ବାବାଙ୍କର ସମ୍ପତ୍ତିର ମୁଁ ଆତ୍ମା ମାଲିକ ଅଟେ। ଯେପରି ବାବା ଶାନ୍ତି, ପବିତ୍ରତା ଏବଂ ଆନନ୍ଦର ସାଗର, ସେହିପରି ମୁଁ ଆତ୍ମା ମଧ୍ୟ ମାଷ୍ଟର ସାଗର ଅଟେ। ଏହି ନିଶାରେ ରହିବାକୁ ହେବ। 2 ନମ୍ବର ପଏଣ୍ଟ, ଡ୍ରାମା ବୋଲି କହି ପୁରୁଷାର୍ଥକୁ ଛାଡ଼ିବାର ନାହିଁ। କର୍ମ ନିଶ୍ଚିତ କରିବାକୁ ହେବ। କର୍ମ ଅକର୍ମ ବିକର୍ମର ଗତିକୁ ବୁଝି ସର୍ବଦା ଶ୍ରେଷ୍ଠ କର୍ମ ହିଁ କରିବାକୁ ହେବ। ଆଜିର ବରଦାନ, ସଦା ସର୍ବଦା ବାବାଙ୍କର ଅବିନାଶୀ ଏବଂ ନିଃସ୍ୱାର୍ଥ ପ୍ରେମରେ ଲଭଲୀନ ଅର୍ଥାତ୍ ମଗ୍ନ ରହୁଥିବା ମାୟାଠାରୁ ମୁକ୍ତ ଆତ୍ମା ହୁଅ। ବିସ୍ତାର, ଯେଉଁ ପିଲାମାନେ ସର୍ବଦା ବାବାଙ୍କର ସ୍ନେହରେ ମଗ୍ନ ରହିଥାନ୍ତି, ସେମାନଙ୍କୁ ମାୟା ଆକର୍ଷିତ କରିପାରେ ନାହିଁ। ଯେପରି ୱାଟର ପ୍ରୁଫ୍ କପଡ଼ାରେ ଜଳର ଗୋଟିଏ ବୁନ୍ଦା ମଧ୍ୟ ତିଷ୍ଠି ପାରେ ନାହିଁ, ସେହିପରି
ଯେଉଁମାନେ ବାବାଙ୍କର ଲଗନରେ ଲଭ୍ଲିନ୍ ରହିଥାନ୍ତି ସେମାନେ ମାୟାପ୍ରୂଭ ହୋଇଯାଆନ୍ତି। ମାୟାର କୌଣସି ପ୍ରକାରର ଆକ୍ରମଣ ସେମାନଙ୍କୁ ପ୍ରଭାବିତ କରେ ନାହିଁ, କାରଣ ବାବାଙ୍କର ସ୍ନେହ ଅବିନାଶୀ ଏବଂ ନିଃସ୍ୱାର୍ଥ ଅଟେ। ଯେଉଁମାନେ ଏହାର ଅନୁଭବୀ ହୋଇଯାଆନ୍ତି ସେମାନେ ଅଳ୍ପ କାଳର ସ୍ନେହ ମମତାରେ ବାନ୍ଧି ହୋଇପାରନ୍ତି ନାହିଁ। ସେମାନଙ୍କ ବୁଦ୍ଧିରେ ଥାଏ ମୋର ଏକମାତ୍ର ବାବା ଏବଂ ଦ୍ୱିତୀୟରେ ମୁଁ। ଏହା ବ୍ୟତୀତ କୌଣସି ତୃତୀୟ ପକ୍ଷ ମଝିରେ ଆସିପାରିବ ନାହିଁ। ଆଜିର ସ୍ଲୋଗାନ ନ୍ୟାରା ପ୍ୟାରା ଅର୍ଥାତ୍ ବୁଦ୍ଧି ଦ୍ୱାରା ସମସ୍ତଙ୍କଠାରୁ ଅଲଗା ହୋଇ କର୍ମ କରୁଥିବା ଆତ୍ମା ହିଁ ଗୋଟିଏ ସେକେଣ୍ଡରେ ଫୁଲ୍ ଷ୍ଟପ୍ ଲଗାଇ ପାରିବ। ଆଚ୍ଛା, ଓମ୍ ଶାନ୍ତି। ଆଜି ବାବା ସଙ୍ଗମ ଯୁଗର ପାଠପଢ଼ା ଏବଂ ଭବିଷ୍ୟ 21 ଜନ୍ମର ପ୍ରାପ୍ତି ବିଷୟରେ ବର୍ଣ୍ଣନା କରିଛନ୍ତି। ଦୁଃଖଦାୟୀ କଣ୍ଟାରୁ ସୁଗନ୍ଧଯୁକ୍ତ ଫୁଲ ହେବାକୁ ପଡ଼ିବ, ଦୈବୀ ଗୁଣ ଧାରଣ କରିବାକୁ ହେବ ଏବଂ ଅନ୍ୟମାନଙ୍କୁ କରାଇବା ପାଇଁ ଉମଙ୍ଗ ଉତ୍ସାହ ଭରିଛନ୍ତି। ଆଜି ବାବା କହିଛନ୍ତି ଏହି ଭାରତର ଆଦି ସନାତନ ଦେବୀ ଦେବତା ଧର୍ମ ଯେତେବେଳେ ପ୍ରାୟ ଲୋପ ହୋଇଯାଏ ସେତେବେଳେ ପୁନଃ ସ୍ଥାପନା କରିବା ପାଇଁ ମୁଁ ଆସିଥାଏ, କାରଣ ଏହା ହେଉଛି କଣ୍ଟାର ଜଙ୍ଗଲ। ଯେତେବେଳେ ଦେବତା ଥିଲେ ସେତେବେଳେ ଦୁନିଆ ଶତପ୍ରଧାନ ଥିଲା, ସୁଗନ୍ଧଯୁକ୍ତ ଫୁଲ ଥିଲେ। ଏବେ ଏହି ଦୁନିଆ କଣ୍ଟା ହୋଇଯାଇଛି। ବାବା କହୁଛନ୍ତି ତୁମେ ଦେବତା ଥିଲ କିନ୍ତୁ ପୁଣି ଆସି ଏବେ ବ୍ରାହ୍ମଣ ହୋଇଛ। ଏହା ଡ୍ରାମା। ପୂର୍ବରୁ ଏହି ଡ୍ରାମା ସିନେମା ଆଦି ନଥିଲା। ଏହା ଏବେ ବାବା ତିଆରି କରିଛନ୍ତି, କାରଣ ପିଲାମାନଙ୍କୁ ଦୃଷ୍ଟାନ୍ତ ଦେବାକୁ ହେବ। ବୁଦ୍ଧିରେ ମଧ୍ୟ ଏହି ସବୁ ବିଜ୍ଞାନର ସଂସ୍କାରକୁ ସାଥିରେ ନେଇଯିବେ, କାରଣ ସତ୍ୟ ଯୁଗରେ କାମରେ ଆସିବ। ସତ୍ୟ ଯୁଗରେ ବିମାନ ବିଜୁଳି ଆଦିର ଦରକାର ପଡ଼ିବ, କିନ୍ତୁ ଷ୍ଟିମର ଆଦିର ଦରକାର ହେବ ନାହିଁ। ବାବା ଆଜି ବୁଝାଇଛନ୍ତି ତୁମର ସଙ୍ଗମ ଯୁଗର ପଢ଼ାଇ ନୂଆ ଦୁନିଆ ପାଇଁ ଅଟେ। ଭବିଷ୍ୟତ 21 ଜନ୍ମ ପାଇଁ ହିଁ ଏହି ସଙ୍ଗମର ପାଠ ପଢ଼ାଯାଉଛି, ସ୍ୱର୍ଗବାସୀ ହେବା ପାଇଁ। ପୁଣି ବାବା ରାଜ ଖୋଲିଛନ୍ତି, ତାଲା ସେହିମାନଙ୍କର ଖୋଲିବ ଯେଉଁମାନେ ଶ୍ରୀମତରେ ଚାଲିବେ ଏବଂ ପତିତ ପାବନ ବାବାଙ୍କୁ ସ୍ମରଣ କରିବେ। ଲୌକିକ ପଢ଼ାଇରେ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ନଥାଏ, କିନ୍ତୁ ଏହି ଈଶ୍ୱରୀୟ ପଢ଼ାଇରେ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିଛି। ବାବା ରାଜ ଖୋଲିଛନ୍ତି, ତୁମେ ଆତ୍ମା ଶୂଦ୍ର କୂଳରେ ଥିଲ, ଏବେ ବ୍ରାହ୍ମଣ କୂଳରେ ଅଛ, ପୁଣି ଦେବତା କୂଳକୁ ଯିବ। ଆଜି ବାବା ଆତ୍ମାର ପାଠ ପକ୍କା କରିଛନ୍ତି। ନିଜକୁ ଆତ୍ମା ନିଶ୍ଚୟ କରିବାକୁ ହେବ। ତେବେ ନିଜକୁ ଆତ୍ମା ନିଶ୍ଚୟ କରି ବସ। ଆତ୍ମା ନିଶ୍ଚୟ କରି ଶୁଣ। ବାବା ପରମ ପିତା ପରମାତ୍ମା ହିଁ ଆସି ଆମ ଆତ୍ମାମାନଙ୍କୁ ଶୁଣାଉଛନ୍ତି। ଏହିଠାରେ ହିଁ ଆସି ପଢ଼ାଉଛନ୍ତି। ଏହି ଦୃଢ଼ ନିଶ୍ଚୟ ମଧ୍ୟ କରିବାକୁ ହେବ। ବାବା ତାଙ୍କର ପରିଚୟ ଦେଇଛନ୍ତି ଏବଂ କହୁଛନ୍ତି ସେ ହେଉଛନ୍ତି ଜ୍ଞାନର ସାଗର, ମନୁଷ୍ୟ ସୃଷ୍ଟିର ବୀଜରୂପ, ସତ୍ୟ, ଚୈତନ୍ୟ, ଆନନ୍ଦ, ସୁଖ ଶାନ୍ତିର ସାଗର ଅଟନ୍ତି। ଏହା ହିଁ ବାବାଙ୍କର ମହିମା ଅଟେ। ଆଜି
ବାବା ଗୋଟିଏ ସୁନ୍ଦର ଉଦାହରଣ ଦେଇଛନ୍ତି। ପିଲାମାନେ ପିତାଙ୍କ ସମ୍ପତ୍ତି ବିଷୟରେ ଜାଣିଥାନ୍ତି ଯେ ଆମ ବାପାଙ୍କ ପାଖରେ ଏହି କାରଖାନା ଅଛି, ମିଲ୍ ଅଛି ଏବଂ ସେହି ନିଶାରେ ଅଭିମାନରେ ରହିଥାନ୍ତି। ତୁମକୁ ମଧ୍ୟ ଏହି ସମ୍ପତ୍ତି ସଙ୍ଗମ ଯୁଗରେ ଥରେ ମାତ୍ର ରହୁଛି। ତେଣୁ ତୁମ ଭିତରେ କେତେ ନିଶା, ଉମଙ୍ଗ, ଉତ୍ସାହ ଆଦି ରହିବା କଥା। ତୁମେ ଆତ୍ମା ଅମର ଅଟ। ଆଜି ବାବା କ୍ଲିଅର କରି ବୁଝାଇଛନ୍ତି, ଦୁନିଆରେ ଯେଉଁ ପ୍ରେମ ଚାଲିଛି ତାହା ଏବେ ପ୍ରତାରଣାର ରୂପ ନେଉଛି। ବାବା ଆସିଛନ୍ତି ଏହି ଦୁନିଆରୁ ବିକାରକୁ ବନ୍ଦ କରାଇବା ପାଇଁ। ସେଥିପାଇଁ କେତେ ଅବଳାଙ୍କୁ ମାଡ଼ ଖାଇବାକୁ ପଡ଼ୁଛି। ବାବା କହୁଛନ୍ତି, ପତିତ ପାବନ ବାବା ଆସିଛନ୍ତି, ସେଥିପାଇଁ ତୁମେ ଏବେ ବିକାରଗ୍ରସ୍ତ ହୁଅ ନାହିଁ। ବିକାରଗ୍ରସ୍ତ ହେଉଥିବା ଆତ୍ମାକୁ ପତିତ କୁହାଯାଇଥାଏ। ମନୁଷ୍ୟ ଏବଂ ପାଞ୍ଚ ତତ୍ତ୍ୱ ମଧ୍ୟ ବର୍ତ୍ତମାନ ପତିତ ଅଟେ। ବର୍ତ୍ତମାନ ସମୟ ଏହି ଦୁନିଆର ବିନାଶର ସମୟ। ନା ଏହାର ଅବଧି ପୁରା ଅଧା ଅଧା ହେବ। ଏହା କେତେ ସୂକ୍ଷ୍ମ, କିନ୍ତୁ ତା ଭିତରେ 84 ଜନ୍ମର ପାର୍ଟ ରହିଛି। କେହି କେହି ପଚାରିଥାନ୍ତି, ଜୀବଜନ୍ତୁ ଆଦି କୁଆଡ଼େ ଯିବେ? ଆଜି ବାବା ସ୍ପଷ୍ଟ ରୂପରେ ବୁଝାଇଛନ୍ତି, ଜୀବଜନ୍ତୁଙ୍କ କଥା ଛାଡ଼। ପ୍ରଥମେ ନିଜକୁ ଆତ୍ମା ରିଏଲାଇଜ୍ କର। ମୁଁ ଆତ୍ମା କିପରି ଅଟେ? ମୁଁ କେଉଁଠାରୁ ଆସିଛି? ବାବା କହୁଛନ୍ତି, ନିଜକୁ ଆତ୍ମା ବୋଲି ଜାଣୁନାହଁ, ତେବେ ପୁଣି କ'ଣ ଜାଣିବ? କେହି କେହି କହୁଛନ୍ତି, ଡ୍ରାମାରେ ତ ନିର୍ଦ୍ଧାର୍ଯ୍ୟ ରହିଛି। ବାବା କହୁଛନ୍ତି, କର୍ମ ତ ପ୍ରତ୍ୟେକଙ୍କୁ ନିଶ୍ଚିତ ରୂପରେ କରିବାକୁ ହେବ। ସତ୍ୟ ଯୁଗରେ କରାଯାଉଥିବା କର୍ମ ଅକର୍ମ ହୋଇଥାଏ। କଳି ଯୁଗରେ ଯେଉଁ କର୍ମ ହୋଇଥାଏ ତାହା ବିକର୍ମ ହିଁ ହୋଇଥାଏ। କାହିଁକି ନା ରାବଣ ରାଜ୍ୟରେ ବିକର୍ମ ହୋଇଯାଉଛି।